ସାଙ୍ଗମାନେ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ, ଗୋଟିଏ ସମୟ ଏମିତି ଥିଲା ଲୋକମାନେ ଜାତି ଗୋତ୍ର ଧର୍ମ ଏସବୁକୁ ନେଇ ବହୁତ କିଛି କରିଯାଉଥିଲେ। ଯଦି ଗୋଟିଏ ହରିଜନ ଲୋକ, ଯଦି ଗୋଟେ ହରିଜନ କାଷ୍ଟର ଲୋକ ଯଦି କାହା ଘରକୁ ଆସି ଯାଉଥିଲା ନା, ତାହେଲେ ସବୁକିଛି ଘରର ମାରା ହେଇଯାଉଥିଲା। ଏମିତି ଲୋକମାନେ ଭାବୁଥିଲେ ଆଗକାଳ ସମୟରେ। ଏମିତି ବହୁତ କିଛି ହରିଜନ ଲୋକଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଦେଉନଥିଲେ। ହରିଜନ ଲୋକଙ୍କୁ ଦୂରେଇକି ରଖୁଥିଲେ, ଅଲଗା ଖାଇବାକୁ ଦେଉଥିଲେ। ଆଗକାଳ ସମୟରେ ଏମିତି ବହୁତ କିଛି ନିୟମ କାନୁନ ବାହାରିଥିଲା। ନିୟମ କାନୁନରେ ଲୋକମାନେ ଚାଲୁଥିଲେ। ଏବେ ସେସବୁ ଜିନିଷ ଲୋପ ପାଇଗଲାଣି। ଏବେ ସେସବୁ ଜିନିଷ ଆଉ ନାହିଁ। କାହିଁକି ନା ଏବେ ସବୁ ସମାଜ, ସବୁ ଲୋକ ସମାନ। ଜାତି ଗୋତ୍ର ଭେଦଭାବ ଏବେ କୌଣସି ଲୋକ ରଖୁନାହାନ୍ତି। ତ ରଖିବାଟା ବି ଠିକ୍ ନୁହେଁ। କାହିଁକି ନା ଗୋଟିଏ ଯଦି ହରିଜନ ଲୋକ ଦେହରେ ଯେଉଁ ରକ୍ତ ବହୁଛି ନା, ଗୋଟିଏ ବଡ଼ ଜାତିର ଲୋକଠେଇଁ ବି ସେଇ ସେମ୍ ରକ୍ତ ବହୁଛି। ତୁମ ଦେହରେ ନାଲି ରକ୍ତ ବହୁଛି, ତା ଦେହରେ ନୀଳି ରକ୍ତ ବହୁଛି, ଏଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ। ଏସବୁ ଜିନିଷକୁ ନେଇକରି କେବେ ଭେଦଭାବ କରନ୍ତୁ ନାହିଁ। ଆପଣମାନେ ଜାଣିଥିବେ, ଯଦି ଗୋଟିଏ ମେଡ଼ିକାଲରେ ଗୋଟିଏ ଲୋକ ଟ୍ରିଟମେଣ୍ଟ ହେଉଛି ନା, ଯଦି ତାର ରକ୍ତର ଅଭାବ ପଡ଼ୁଛି, ତାକୁ ଯଦି ବ୍ଲଡ଼ର ଦରକାର ପଡ଼ୁଛି, ତ ଲୋକ ସେ ଜାଗା ଉପରେ କୌଣସି ଜାତି ଗୋତ୍ର ଧର୍ମ ଦେଖୁନାହାନ୍ତି। ସେତେବେଳେ ତାଙ୍କୁ କାହିଁକି ନା ତାଙ୍କର ଜରୁରତ, ତାଙ୍କର ରକ୍ତର ଅଭାବ ପଡ଼ୁଛି। ତାଙ୍କୁ ରକ୍ତ କୌଣସି ପଟେ ତାଙ୍କୁ ରକ୍ତ ଦରକାର। ତାଙ୍କର କୌଣସି ବନ୍ଧୁତ୍ୱ ହେଉ, କୌଣସି ଘରର ମେମ୍ବର ହେଉ, ତାଙ୍କର ଶରୀର ଅସୁସ୍ଥ ହୋଇପଡ଼ିଛି, ତାଙ୍କୁ ନିଶ୍ଚିନ୍ତ ଭଲ କରିବାର ଅଛି। ସେଥିପାଇଁ ତାଙ୍କୁ ରକ୍ତର ଆବଶ୍ୟକ। ସେଥିପାଇଁ ସେ ସମୟରେ କେହି ଦେଖନ୍ତି ନାହିଁ କିଏ ମୋ ଠାରୁ ନିଚ ଜାତି, କିଏ ଉଚ୍ଚ ଜାତି। ଏସବୁ ଜିନିଷ କୌଣସି ଲୋକ ସେ ସମୟରେ ଦେଖନ୍ତି ନାହିଁ। କିନ୍ତୁ ଏମିତି କ'ଣ ପାଇଁ କରୁଛନ୍ତି, ମାନେ ସେ ସମୟରେ ଏମିତି କ'ଣ ପାଇଁ କରୁଥିଲେ? ଯେତେବେଳେ ଗୋଟେ ଉଚ୍ଚ ନିଚ ଦେଖୁଥିଲେ, ଯେତେବେଳେ ତା ସାଙ୍ଗରେ ଭଲସେ ସାମ୍ନାସାମ୍ନି କଥା ବି ହେଉନଥିଲେ, ଡାଇରେକ୍ଟ ମୁହଁରେ କହୁଥିଲେ କି ତୁ ନିଚ ଜାତିର ଲୋକ, ତୁ କ'ଣ ମୋ ସାଙ୍ଗରେ କଥାବାର୍ତ୍ତା କରିବୁ। ଏମିତି କିଛି ଆଗକାଳ ସମୟରେ ଚାଲିଥିଲା। ସେମିତି କିଛି ନେଇ ତୁମମାନଙ୍କ ପାଇଁ ମୁଁ ଆଜି ଗୋଟେ ବହୁତ ସୁନ୍ଦର କାହାଣୀଟି ଆଣିକି ଆସିଛି। ଚାଲନ୍ତୁ କାହାଣୀଟି ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, ନିଶ୍ଚିନ୍ତ ଶେଷ ପର୍ଯ୍ୟନ୍ତ ଦେଖିବେ। ଆପଣଙ୍କୁ ବହୁତ ସୁନ୍ଦର ଲାଗିବ, ବହୁତ ଭଲ ଲାଗିବ। ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର କାହାଣୀଟି ଆରମ୍ଭ କରିବା। ଗାଁର ପଞ୍ଚମୁରବୀ ପଞ୍ଚାୟତ ଭବନରେ ପହଞ୍ଚିଗଲେ। ଜଣେ ମୁରବୀ କହିବା ଆରମ୍ଭ କଲେ, ହେ ମୁଖିଆମାନେ, ହରିଜନ ମଙ୍ଗଳର ପତ୍ନୀ ଓ ପୁତ୍ର ମନ୍ଦିର ମଧ୍ୟରେ ପ୍ରବେଶ କରି ଘୋର ପାପ କରିଛନ୍ତି। ଯଦି ତାଙ୍କର ଏପରି ଭୁଲ ପାଇଁ ତାଙ୍କୁ ଉପଯୁକ୍ତ ଶାସ୍ତି ନ ଦିଆଯାଏ, ତେବେ ସେମାନେ ଉଚ୍ଚ ଜାତିର ଲୋକମାନଙ୍କ ମୁଣ୍ଡ ଉପରେ ଚଢ଼ି କଥାବାର୍ତ୍ତା କରିବେ। ତେଣୁ ଆଜି ଏଠାରେ ଏପରି ଫଇସଲା ହେବା ଉଚିତ, ଯେପରି ସେମାନଙ୍କର ଉଚ୍ଚକୁ ଉଠିବାର ଦୁରାଶା ସବୁଦିନ ପାଇଁ ନଷ୍ଟ ହୋଇଯିବ। ହରିଜନ ସମ୍ପ୍ରଦାୟ ସେହି ମୁଖିଆଙ୍କ କଥା ଶୁଣି ଛାନିଆ ହୋଇଗଲା ବେଳେ ଅନ୍ୟ ଲୋକେ ସବୁ ମୁଖିଆଙ୍କ କଥାକୁ ପୂର୍ଣ୍ଣ ସମର୍ଥନ ଜଣାଇଥାନ୍ତି। ଠାକୁର ହରିସିଂ କହିଲେ, ମଙ୍ଗଳ, ତୁ ନିଜେ କହ ଯେ ତୁ କି ପ୍ରକାର ଭୁଲ କରିଛୁ। ମଙ୍ଗଳ ନିଜ ମୁଣ୍ଡ ଉପରେ ବନ୍ଧା ହୋଇଥିବା ମଇଳା ଗାମୁଛା ଠେକାଟି ହାତରେ ଆଣି ଭୂଇଁ ଉପରେ ରଖି କହିଲା, ହେ ପାଞ୍ଚମୁଖିଆ, ଆପଣଙ୍କ ପାଦ ତଳେ ନିଜର ଠେକା ରଖଇ ମୋର ଭୁଲ ହୋଇଯାଇଛି ବୋଲି ସ୍ୱୀକାର କରୁଛି ଓ ସେଥିପାଇଁ କ୍ଷମା ମାଗୁଛି। ଠାକୁର ସିଂ ପୁଣି କହିଲେ, କ୍ଷମା କଥା ଛାଡ଼, ପ୍ରଥମେ କହ ଯେ କିଏ ଓ କି ପ୍ରକାର ଭୁଲ କରିଛି। ମଙ୍ଗଳ ଦୁଇ ହାତ ଯୋଡ଼ି କହିଲା, ହେ ପଞ୍ଚମୁଖିଆ, ମୋ ପୁଅ ହରିଶର ବାହାଘର ହୋଇଥିଲା। ଦେବତାଙ୍କ ପାଦ ଛୁଇଁବା ପାଇଁ ସେ ମନ୍ଦିର ଭିତରକୁ ଚାଲିଗଲା। ତା ସାଙ୍ଗରେ ମୋ ସ୍ତ୍ରୀ ମଧ୍ୟ ଥିଲା। ବାସ୍, କଥା ଏତିକି। କୁକୁର ବିଲେଇ ମନ୍ଦିର ଭିତରକୁ ପଶିଗଲେ ଦେବତା ଅପବିତ୍ର ହେଉନାହାନ୍ତି, କିନ୍ତୁ ଆମ ପାଦଛୁଆଁରେ ଅପବିତ୍ର ହୋଇଯାଉଛନ୍ତି। ପଞ୍ଚମୁରବୀ ଯେଉଁ ଶାସ୍ତି ଦେବେ ତାହା ଆମେ ମାନିନେବୁ। ମୁରବୀମାନେ ନିଜ ନିଜ ଭିତରେ ଆଲୋଚନା କଲେ। ପଣ୍ଡିତ ଦ୍ୱାରିକା ଦତ୍ତ କହିଲେ, ଦେବତାଙ୍କୁ ଗଙ୍ଗା ଜଳରେ ସ୍ନାନ କରିବାକୁ ପଡ଼ିବ। ଠାକୁର ବଦ୍ରିପ୍ରସାଦ କହିଲେ, ମଙ୍ଗଳ ଉପରେ 1100 ଟଙ୍କାର ଜୋରିମାନା ହେବା ଦରକାର। ଠାକୁର ନଥି ସିଂ କହିଲେ,
ଦୁଇ ଅପରାଧୀଙ୍କୁ ପଞ୍ଚାୟତ ଭବନରେ ଜୋତାମାଡ଼ ଦେବା ଦରକାର। ତାପରେ ଠାକୁର ସୁବେଦାର ସିଂ କହିଲେ, ଏପରି ଦଣ୍ଡରେ ପୋଲିସ ଛାଡ଼ିବ ନାହିଁ। ତେଣୁ ମୁଁ ଭାବିଚିନ୍ତି ମଙ୍ଗଳ ଉପରେ 1100 ଟଙ୍କା ଜୋରିମାନା ଦାବି କରୁଛି। ଏକଥା ଶୁଣି ମଙ୍ଗଳର ପୁଅ ହରିଶ 1100 ଟଙ୍କା ଜୋରିମାନା ଦେବା ପାଇଁ ସିଧା ମନା କରିଦେଲା। ହରିଶର ଏପରି କଥା ଶୁଣି ପଞ୍ଚାୟତର ମୁରବୀମାନେ ଚକିତ ହୋଇଗଲେ। ସମସ୍ତେ ତାକୁ ରାଗ ଜର ଦୃଷ୍ଟିରେ ଦେଖିବାକୁ ଲାଗିଲେ। ଜଣେ ମୁଖିଆ ରାଗିଯାଇ କହିଲେ, ତୁ ଭୁଲ କରି ଜୋରିମାନା ଦେବୁ ନାହିଁ କାହିଁକି? ହରିଶ ଶାନ୍ତ ସ୍ୱଭାବର କହିଲା, ପଞ୍ଚମୁଖିଆ, ପ୍ରଥମ କଥା ଏଇଆ ଯେ ଆମ୍ଭେମାନେ ଏପରି ଅନ୍ଧବିଶ୍ୱାସରେ ବିଶ୍ୱାସ କରୁନା। ପୁଣି ଯଦି ବିବାହ ପରମ୍ପରା ରକ୍ଷା କାରଣରୁ ମୁଁ ମନ୍ଦିର ଭିତରକୁ ଚାଲିଗଲି, ତେବେ କ'ଣ ବା ଭୁଲ କଲି? ଆମ ହରିଜନଙ୍କ ହୃଦୟରେ ମଧ୍ୟ ଆତ୍ମା ବିରାଜମାନ କରେ। ତେଣୁ ଆମେ ମଧ୍ୟ ଦେବତାଙ୍କଠାରୁ କମ୍ ନୁହେଁ। ଗାଁ ମୁଖିଆ ବଡ଼ ପାଟିରେ କହିଲେ, ଦେଖ, ଇଏ ଠାକୁରଙ୍କ ଠାରୁ ଉଚ୍ଚ ହେଲା ଭଳି କଥା କହୁଛି। ହରିଶ କହିଲା, ହଁ, ମୁଁ ମାନି ନେଉଛି ଯେ ଦେବତା ବଡ଼, କିନ୍ତୁ ମୋ ପ୍ରଥମେ କୁହ ଯେ ବିଜୁଳି ବଡ଼ ନା ମଣିଷ? କାହାଠାରେ ଅଧିକ ଶକ୍ତି ଅଛି? ବିଜୁଳିଠାରେ। କିଛି ଲୋକ ଏକ ସ୍ୱରରେ ଉତ୍ତର ଦେଲେ। ଏହା ଶୁଣିସାରି ହରିଶ କହିଲା, ଯଦି ଜଣେ ଲୋକ ବିଦ୍ୟୁତକୁ ଧରି ପକାଏ, ତେବେ କ୍ଷତି କାହାର ହେବ? ବିଜୁଳିର ନା ମଣିଷର? ମଣିଷ ମରିଯାଇପାରେ, ବିଜୁଳି ଦାଉରୁ ସେ ରକ୍ଷା ପାଇପାରିବ ନାହିଁ। ଜଣେ ମୁଖିଆ କହିଲେ, ଠିକ୍ ସେମିତି ଯଦି ତୁମ ଦ୍ୱାରା ତିଆରି ଭଗବାନଙ୍କୁ ହରିଜନ ଜାତିର କେହି ବ୍ୟକ୍ତି ଛୁଇଁଦିଏ, ତେବେ କିଏ ଅପବିତ୍ର ହେବ? ଦେବତା। କେହି ଜଣେ ଉତ୍ତର ଦେଲେ, ତେବେ ଅଧିକ ଶକ୍ତି କାହାର ଅଛି? ହରିଶ ସ୍ମିତହାସ୍ୟ ଖେଳାଇ କହିଲେ। ହରିଶର ଏପରି ପ୍ରଶ୍ନ ଶୁଣି ପଞ୍ଚାୟତ ମୁଖିଆମାନେ ନୀରବ ହୋଇଗଲେ। କିଏ ବା ମାନିନେବ ଯେ ହରିଜନ ବ୍ୟକ୍ତିର ଶକ୍ତିଠାରୁ ଦେବତାଙ୍କର ଶକ୍ତି କମ୍ ହେବ? ତାପରେ ହରିଶ କହିଲା, ଯେବେ ଆମେ ଛୁଇଁବାର ଦେବତାଙ୍କର ଶକ୍ତି ନଷ୍ଟ ହୋଇଯାଉଛି, ସେ ଅପବିତ୍ର ହୋଇଯାଉଛନ୍ତି, ତେବେ ତାଙ୍କଠାରୁ ଅଧିକ ଶକ୍ତି ତ ଆମ ପାଖରେ ଅଛି। ମୁଁ ସତ କଥା କହୁଛି ଯେ ଲୋକଟିଏ ଛୁଇଁଦେବା ମାତ୍ରେ ଯେଉଁ ମୂର୍ତ୍ତିର ଶକ୍ତି କମିଯାଉଛି, ସେହି ଦେବତା କିପରି ଶକ୍ତିବାନ ବା ପ୍ରତ୍ୟକ୍ଷ? ଯେଉଁ ଦେବତା ବିଲେଇ କୁକୁରଙ୍କ ଠାରୁ ନିଜକୁ ସୁରକ୍ଷା କରିପାରୁନାହାନ୍ତି, ଆପଣମାନେ କିପରି କହିପାରିବେ ଯେ ତାଙ୍କଠାରେ ଅଖଣ୍ଡ ଶକ୍ତି ଅଛି? ଏହା କେବଳ ବୋକାମି। ଆଉ ବୋକାମିମାନଙ୍କୁ ଜୋରିମାନା ଆମେ ଦେଇପାରିବୁ ନାହିଁ। ମୁଁ ଯଦି କୌଣସି ଗର୍ହିତ ଅପରାଧ କରିଥାନ୍ତି, ତେବେ ଦଣ୍ଡ ପାଇଥାନ୍ତି, କିନ୍ତୁ ମୋ ମତରେ ମୁଁ କୌଣସି ଅପରାଧ କରିନଥିବାରୁ ମୁଁ ଦଣ୍ଡ ପାଇବି ନାହିଁ। ତା ହେଲେ ତୁ ଦଣ୍ଡ ଭୋଗିବୁ ନାହିଁ? ଜଣେ ମୁଖିଆ ପଚାରିଲେ। କୌଣସି ପରିସ୍ଥିତିରେ ନୁହେଁ। ଆଉ ଯଦି ତୁମେମାନେ ଜୋର ଜବରଦସ୍ତି କର, ତେବେ ମୋତେ ମଧ୍ୟ ନିୟମ କାନୁନର ବାଟ ଜଣାଅଛି। ହରିଶର କଥା ଶୁଣି ସମସ୍ତେ ହଡ଼ବଡ଼େଇ ଗଲେ ଓ କେହି ଜଣେ ମଧ୍ୟ ତାକୁ ଦଣ୍ଡ ଦେବା କଥା ଆଉ ଉଚ୍ଚାରଣ କଲେ ନାହିଁ। ଦେଖନ୍ତୁ ସାଙ୍ଗମାନେ, ଆଜିକା ସମୟରେ ନା ଜାତି ଗୋତ୍ର ଧର୍ମ ଏସବୁ ଭେଦଭାବ ଆଜ୍ଞା ରଖନ୍ତୁ ନାହିଁ। କାରଣ ଗୋଟିଏ ହରିଜନ ଲୋକ ବି ଆପଣଙ୍କର ବହୁତ କାମରେ ଆସିବ ଗୋଟିଏ ସମୟରେ। ଯିଏ ଆପଣଙ୍କର ଜାତିର ଲୋକ ଯେଉଁ କାମ ଆପଣଙ୍କ ସହିତ କରିପାରିବେ ନାହିଁ ନା, ତ ସେଇ କାମ ଆପଣଙ୍କର ଗୋଟେ ହରିଜନ ଲୋକ କରିକି ଦେଖେଇ ଦେବ। ସେଥିପାଇଁ ଆପଣମାନେ କେବେ କାହାକୁ ଛୋଟ ଭାବନ୍ତୁ ନାହିଁ। ସେ ଜାତିରେ ଛୋଟ କ'ଣ? କେହି ଆଜିକାଲି ସମସ୍ତେ ଆମ ପାଇଁ ସମାନ। କେହି ଆମ ପାଇଁ ଛୋଟ ନୁହଁ। ସବୁ ମଣିଷ ସ୍ୱୟଂ ଗୋଟିଏ ମଣିଷ। ଖାଲି ଆମେ ସନାତନୀ, ଆମେ ହିନ୍ଦୁ ସନାତନୀ, ସେଇଟା ଆମ ପାଇଁ ବଡ଼ ଜିନିଷ। ତା ଭିତରେ ଜାତି ଗୋତ୍ର ଏଇ ଲୋକମାନେ ହିଁ ବନେଇଛନ୍ତି। କୌଣସି ଭଗବାନ ବନେଇ ନାହାନ୍ତି ଜାତି ଗୋତ୍ର। ଏଇ ଲୋକମାନଙ୍କ ଦ୍ୱାରା ହିଁ ଜାତି ଗୋତ୍ର ବନାଯାଇଛି। କୌଣସି ଭଗବାନ ଏମିତି ବନେଇ ନାହାନ୍ତି ଯେ କାହାକୁ ଜାତି, ଛୋଟ ଜାତି, ନୀଚ ଜାତି, ବଡ଼ ଜାତି, ନୀଚ ଉଚ୍ଚ କୌଣସି ଭଗବାନ ବନେଇ ନାହାନ୍ତି। ଭଗବାନ ତ ଗୋଟିଏ ଜିନିଷ ବନେଇଛନ୍ତି, ଆମେ ସନାତନୀ ହୋଇକି ରହିବା, ସାଥୀ ହୋଇକି ରହିବା। ହିନ୍ଦୁ ଧର୍ମ ଆମ ସନାତନୀ ଧର୍ମ, ଗୋଟିଏ ଧର୍ମ। ଆ ଭିତରେ କୌଣସି ଜାତି ଗୋତ୍ର କୌଣସି ଜିନିଷ ନାହିଁ। ଏସବୁ ଜିନିଷ କେବେ ମନ ଭିତରେ ରଖନ୍ତୁ ନାହିଁ। ଜାତି ଧର୍ମ ଏସବୁ ଜିନିଷ କେବେ ମନ ଭିତରୁ ଏବେ ହିଁ କାଢ଼ି ଦିଅନ୍ତୁ। ଏମିତି ନିଶ୍ଚିନ୍ତ କରନ୍ତୁ, କାହିଁକି ନା ଆଜିକା ସମୟରେ ଆମେ ସମସ୍ତେ ସମାନ। ଯଦି କାହାର କୌଣସି ଅସୁବିଧା ହେଉଛି ନା, ସମସ୍ତେ ଛିଡ଼ା ହେଉଛନ୍ତି। ଜାତି ଧର୍ମ କେହି ଦେଖୁନାହାନ୍ତି ଏ ଜାଗା ଉପରେ।
ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି କେବେ ଏସବୁ ଜିନିଷକୁ ନେଇକି କେବେ କାହାକୁ ଛୋଟ କରିଦିଅନ୍ତୁନି କି ତୁ ଛୋଟ ଜାତି ମୁଁ ଉଚ୍ଚ ଜାତି ତୁ ନିଚ ଜାତି। ଏସବୁ ଜିନିଷ ସମ୍ପୂର୍ଣ୍ଣ ଭାବରେ ଭୁଲ। ଏଇଟା ଆପଣମାନେ ନିଜ ଆପଣ ମାଇଣ୍ଡରୁ ବାହାର କରିଛନ୍ତି ଜାତି ଗୋତ୍ର। ଏସବୁ ଜିନିଷ ବନ୍ଦ କରିଦିଅନ୍ତୁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବେ, କମେଣ୍ଟ କରିବାକୁ ଭୁଲିବେ ନାହିଁ। ଯଦି ଆପଣ ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ, କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।